ଯେତେବେଳକୁ ସେ ଦାବି କଲେ ସେତେବେଳକୁ ବିଜୁ ବାବୁ ତ ବହୁତ ଟିଙ୍ଗା ଲୋକ କହନ୍ତି, ପ୍ରଫୁଲ୍ଲ ବାବୁ ଜାଣିଛନ୍ତି। ସଙ୍ଗେ ସଙ୍ଗେ ସେ ତାଙ୍କୁ କହିଲେ, ତମ କେନ୍ଦୁଝରିଆ ମାନେ ତମେ ସାଇକେଲ ନଟଟି ଟାଇଟ୍ କରି ଜାଣିଛ ନା, ତମେ ଇସ୍ପାତ କାରଖାନା ଖୋଜୁଛ। ଇ କଥା ଯେତେବେଳେ କେନ୍ଦୁଝରିଆ ହିସାବରେ କହିଦେଲେ ଯେ କେନ୍ଦୁଝରିଆ ଲୋକ ସାଇକେଲ ନଟଟି ତମେ ଟାଇଟ୍ କରିପାରିବନି, ଖୋଲିକି ଲଗେଇ ପାରିବନି, ତମେ କଣ ଇସ୍ପାତ କାରଖାନା ଚାହୁଁଛ, ଦାବି କରୁଛ, ଇ କଥା ସେ କହିଦେଲେ। ସେ ତ କାହାକୁ ଡରନ୍ତିନି କୌଣସି ଜାଗାରେ। ଆଉ ସେତେବେଳେ ସେ ଯୁବକ ଥିଲେ, ବହୁତ ରାଗିଗଲେ କେନ୍ଦୁଝରିଆ ସାଇକେଲ ନଟ ଟାଇଟ୍ କରି ଜାଣିନାହାନ୍ତି ବୋଲି। ସଙ୍ଗେ ସଙ୍ଗେ ସେ ଯୋଉ ଷ୍ଟିଲ ଚେୟାରରେ ବସିଥିଲେ ତାକୁ ସେ ଚେୟାରକୁ ଫୋଲ୍ଡିଂ କରିକି ତାକୁ ଧରିକି ସିଧା ଫୋପାଡ଼ିଲେ ସାମ୍ନାକୁ ଯାଇକି ତାଙ୍କ ପୁରା ମୁଣ୍ଡରେ ଯେମିତି ବାଜିବ, ଏକଦମ ପୁରା ମାରିଲେ। ବିଜୁ ବାବୁ ସଙ୍ଗେ ସଙ୍ଗେ ମୁହଁ ସାଇଡ କରିଦେଲେ। ସେ ଚେୟାର ଯାଇକି ତାଙ୍କ ପଛପଟେ ଯାଇକି କଚାଡ଼ିକିରି ପଡ଼ିଲା, ଏକଦମ ପୁରା ପାଖରେ ଗଲା। ସେ ଯେମିତି ଅଳ୍ପକେ ସେ ବର୍ତ୍ତି ଗଲେ। ବିଜୁ ବାବୁ ଯେହେତୁ କେନ୍ଦ୍ର ସହିତ କେନ୍ଦ୍ର ରାଜନୀତିରେ ସକ୍ରିୟ, ସେ ଥରେ ଯଦି ଜିଦ୍ଦି କରି ବସିବେ ତାହେଲେ ଅନେକ କାମ କରିପାରିବେ। ଏଭଳି ଅନେକ ମନୋଭାବ ଏବଂ ସେ କିଭଳି ଭାବରେ ଯୋଉଠି ବିପଦ ଅଛି, ଯୋଉଠି ସତର୍କ ସୂଚନା ଦିଆଯାଇଛି ସେ ଜାଗାକୁ ଆଗେ ସେ ଡେଇଁ ପଡ଼ିବା, ଇଏ କଥା ଏଠି ସମସ୍ତେ କହିଲେ। ଠିକ ସେମିତି ସେ ଥରେ ଯାଇଥିଲେ କେନ୍ଦୁଝରକୁ, ବହୁତ ଥର ଯାଇଛନ୍ତି, କିନ୍ତୁ ଥରେ ଯାଇଥିଲେ କେନ୍ଦୁଝରକୁ ଯୋଉଥିରେ କିଛି ଘଟଣା ଘଟିଥିଲା। କେନ୍ଦୁଝରରେ ଆମର ନଗର ଭବନ ଅଛି, ସେଠି ସେ ଯାଇଥିଲେ ପାଖାପାଖି ବୋଧ ହୁଏ ମୁଁ ଏକ୍ଜାକ୍ଟଲି କହିପାରୁନାହିଁ, ସେ ଇସ୍ପାତ ମନ୍ତ୍ରୀ ଥିବା ପୂର୍ବ କି ସେ ପାଖାପାଖି ପର ଟାଇମର କଥା। ଏବଂ ସେଠି ଆଲୋଚନା ହେଉଥିଲା କେନ୍ଦୁଝର ଜିଲ୍ଲାରେ ରାଜନୈତିକ ଚର୍ଚ୍ଚା, ବିଭିନ୍ନ ଚର୍ଚ୍ଚା ଭିତରେ ଆମ କେନ୍ଦୁଝରରୁ ଏ କଥା ଦାବି ଆସିଲା ଯେ ଯେହେତୁ ଆମେ ଖଣି ଖାଦାନର ଅଞ୍ଚଳ, ଯେମିତି ଏବେ ପ୍ରଫୁଲ୍ଲ ବାବୁ କହୁଥିଲେ 34 ଭାଗ ଲୁହାପଥର ଅଛି ଓଡ଼ିଶାରେ, ଆଉ ସେ 34 ଭାଗରୁ 26 ଭାଗ କେବଳ କେନ୍ଦୁଝର ଜିଲ୍ଲାରେ ଅଛି, ମୋ ଜିଲ୍ଲାରେ ଅଛି। ଆଉ ବଡ଼ ବିଚିତ୍ର କଥା, ଯୋଉଠି ଲୁହାପଥର ଅଛି ସେ ଜାଗାରେ କାରଖାନା ନାହିଁ। ସବୁ ଲୁହାପଥରକୁ ବୋହିକି ଜାପାନଠୁ ଆରମ୍ଭ କରି, ଚାଇନାଠୁ ଆରମ୍ଭ କରି ଆଉ ଅନ୍ୟ କୌଣସି କାରଖାନାକୁ ବୁହାଗଲା, କିନ୍ତୁ ସେଠି ଗୋଟେ କାରଖାନା ଆମେ କରିପାରିଲେ ନାହିଁ। ଇ କଥାକୁ ଆଧାର କରିକିରି ଦାବି ହେଲା। ଏବଂ ଜଣେ ଯୁବକ କେନ୍ଦୁଝରର, ଆଜି ସେ ଅଛନ୍ତି, ଆଜି ବି ସେ ଦାବି କରିଲେ ଯେ ଆମ କେନ୍ଦୁଝରରେ ଲୁହାପଥର ଆପଣ ନେଇଯାଉଛନ୍ତି, ଆଉ ଆମ କେନ୍ଦୁଝର ଜିଲ୍ଲାରେ କାରଖାନା ଗୋଟେ ବି କଲେ ନାହିଁ। ଆଜି ଯୋଉ ପ୍ରସ୍ତାବିତ ଅଛି ଦ୍ୱିତୀୟ ଇସ୍ପାତ କାରଖାନା ଓଡ଼ିଶାରେ, ସେଇଟା ଆମ କେନ୍ଦୁଝର ଜିଲ୍ଲାର ନୟାଗଡ଼ରେ କରାଯାଉ। ନୟାଗଡ଼ ଗୋଟେ ପ୍ରକୃଷ୍ଟ ଜାଗା ବି ଥିଲା। ଇଏ କଥା ଯେତେବେଳେ ସେ କହିଦେଲେ, ଦାବି କରିଲେ ଛିଡ଼ା ହେଇକିରି, ଆପଣମାନଙ୍କର ଭଳିଆ ଏମିତି ଯୋଉ ଚେୟାରରେ ବସିଥିଲେ, ଗୋଟେ ଏଇ ଯୋଉ ପ୍ଲାଷ୍ଟିକ ଚେୟାର, ସେତେବେଳେ ପ୍ଲାଷ୍ଟିକ ଚେୟାର ନଥିଲା, ଗୋଟେ ଷ୍ଟିଲ ଚେୟାର ଥିଲା ନା ଫୋଲ୍ଡିଂର, ସେଇଥିରେ ସେ ବସିଥିଲେ। ଯେତେବେଳକୁ ସେ ଦାବି କଲେ ସେତେବେଳକୁ ବିଜୁ ବାବୁ ତ ବହୁତ ଟିଙ୍ଗା ଲୋକ କହନ୍ତି, ପ୍ରଫୁଲ୍ଲ ବାବୁ ଜାଣିଛନ୍ତି। ସଙ୍ଗେ ସଙ୍ଗେ ସେ ତାଙ୍କୁ କହିଲେ, ତମ କେନ୍ଦୁଝରିଆ ମାନେ ତମେ ସାଇକେଲ ନଟଟି ଟାଇଟ୍ କରି ଜାଣିଛ ନା, ତମେ ଇସ୍ପାତ କାରଖାନା ଖୋଜୁଛ। ଇ କଥା ଯେତେବେଳେ କେନ୍ଦୁଝରିଆ ହିସାବରେ କହିଦେଲେ ଯେ କେନ୍ଦୁଝରିଆ ଲୋକ ସାଇକେଲ ନଟଟି ତମେ ଟାଇଟ୍ କରିପାରିବନି, ଖୋଲିକି ଲଗେଇ ପାରିବନି, ତମେ କଣ ଇସ୍ପାତ କାରଖାନା ଚାହୁଁଛ, ଦାବି କରୁଛ, ଇ କଥା ସେ କହିଦେଲେ। ସେ ତ କାହାକୁ ଡରନ୍ତିନି କୌଣସି ଜାଗାରେ। ଆଉ ସେତେବେଳେ ସେ ଯୁବକ ଥିଲେ, ବହୁତ ରାଗିଗଲେ କେନ୍ଦୁଝରିଆ ସାଇକେଲ ନଟ ଟାଇଟ୍ କରି ଜାଣିନାହାନ୍ତି ବୋଲି। ସଙ୍ଗେ ସଙ୍ଗେ ସେ ଯୋଉ ଷ୍ଟିଲ ଚେୟାରରେ ବସିଥିଲେ ତାକୁ ସେ ଚେୟାରକୁ ଫୋଲ୍ଡିଂ କରିକି ତାକୁ ଧରିକି ସିଧା ଫୋପାଡ଼ିଲେ ସାମ୍ନାକୁ ଯାଇକି ତାଙ୍କ ପୁରା ମୁଣ୍ଡରେ ଯେମିତି ବାଜିବ, ଏକଦମ ପୁରା ମାରିଲେ। ବିଜୁ ବାବୁ ସଙ୍ଗେ ସଙ୍ଗେ ମୁହଁ ସାଇଡ କରିଦେଲେ। ସେ ଚେୟାର ଯାଇକି ତାଙ୍କ ପଛପଟେ ଯାଇକି କଚାଡ଼ିକିରି ପଡ଼ିଲା, ଏକଦମ ପୁରା ପାଖରେ ଗଲା। ସେ ଯେମିତି ଅଳ୍ପକେ ସେ ବର୍ତ୍ତି ଗଲେ।